ଜୟ ଜଗନ୍ନାଥ ସାଙ୍ଗମାନେ, ନୂତନ ବର୍ଷର ଅଭିନନ୍ଦନ। ଭେରି ଭେରି ହାପି ନ୍ୟୁ ଇୟର। ଆଜି ନୂତନ ବର୍ଷରେ କିଛି ସଂକଳ୍ପ ନେବା, କିଛି ଆପଣଙ୍କ ବାର୍ତ୍ତା ସଂକଳ୍ପ ବିଷୟରେ କହିବି, ଟିକେ ମନ ଦେଇ ଶୁଣିବେ। କିଛି ଛୋଟ ଅଳ୍ପ କିଛି ସମୟ ପାଇଁ। ଆଉ ସେ ବାର୍ତ୍ତାଟି, ସାନ ଭାଇର ବାର୍ତ୍ତାଟି କାର୍ଯ୍ୟରେ ଲଗେଇବେ। ମୁଁ ଯେତେ ଦୂର ଆଶା ମଙ୍ଗଳ ହେବ ଆପଣଙ୍କର। ଆଉ ବର୍ଷଟି ଭଲରେ ଭଲରେ କଟିବ। ଜଗନ୍ନାଥଙ୍କ ପାଖରେ ଏତିକି ଅଳେଇ କରୁଛି। ପ୍ରଭୁ, ମୋ ଦେଶ, ମୋ ଭାରତ ଦେଶ, ମୋ ରାଜ୍ୟ ଓଡ଼ିଶା ରାଜ୍ୟ, ଓଡ଼ିଶା ରାଜ୍ୟ ଭାରତରେ 1 ନମ୍ବର ରାଜ୍ୟ ହେଉ। ଆମେ ସମସ୍ତେ ଏକାଠି ହୋଇ ଆମ ଓଡ଼ିଶାକୁ 1 ନମ୍ବର ରାଜ୍ୟ କରିବା, ଗଢ଼ି ତୋଳିବା। ଆଉ ସବୁବେଳେ ଆମେ ଭାଇଚାରା ନେଇ ଚଳିବା, ଶପଥ ନେବା। ଆଜିଠୁ ଭାଇଚାରା ନେଇ ଚଳିବା ଏବଂ କିଛି ଭଲ କାମ କରିବା। ଯେପରିକି ଆଜି ସକାଳୁ ପ୍ରଥମେ ଉଠି ଗାଧୋଇ ପାଧୋଇ ବାପା ମାଆଙ୍କୁ ନମସ୍କାର, ଦଣ୍ଡବତ କରିବା। 1 ନମ୍ବର 1। ନମ୍ବର 2, ଗାଁରେ ଆଜିକାଲି ପ୍ରାକୃତିକ ଦୁର୍ଭିକ୍ଷ ବହୁତ ହେଉଛି। ଯେପରି ଅଦିନିଆ ବର୍ଷା, ଅଦିନିଆ ମେଘ ପବନ ହେଉଛି। ଯେପରି ନିକଟରେ ଅଦିନିଆ ବର୍ଷା ହେଇ ବହୁ ଚାଷୀ, ଅନ୍ନଦାତା, ଆମର ଯେଉଁମାନେ ଚାଷୀ ଭାଇମାନେ, ତାଙ୍କର ବିଲ ଉଜୁଡ଼ି ଯାଇଛି। କେତେ ଜଣ ଲୋକ ମଲେଣି। 7 ଜଣ ଲୋକ ଆସିକି ମଲେଣି। କାହିଁକି ମଲେ ଆଜ୍ଞା? ଏଇ ଆମେ ନିଜର ଗୋଟେ ଛୋଟ ଛୋଟ ଭୁଲ ପାଇଁ ଆମେ ସମସ୍ତେ ସବୁ ନିଜ କର୍ତ୍ତବ୍ୟ ପଥରେ ବ୍ୟସ୍ତ, ନିଜ କର୍ମ ପଥରେ ବ୍ୟସ୍ତ। କିନ୍ତୁ ସମାଜ ପାଇଁ, ସମାଜ ମଙ୍ଗଳ ପାଇଁ ଆମେ କିଛି ଗୋଟେ ମିନିଟ୍ ବି ଦେଇପାରୁନାହିଁ। ଗୋଟେ ମିନିଟ୍ ଜଣେ ଯଦି ଆମେ ସମୟ ଦେବା, ସେହିପରି ପ୍ରାକୃତିକ ଦୁର୍ଭିକ୍ଷ ଆସିବ ନାହିଁ। ଆମେ ଯଦି ନୂତନ ବର୍ଷରେ ଆଜି ସମସ୍ତେ ସଂକଳ୍ପ ନେବା, ଗୋଟେ ଗଛ ସମସ୍ତେ ଲଗେଇବା ନିଜ ବାରିରେ। ଜଗନ୍ନାଥ ପାଖରେ ଜଗନ୍ନାଥ ରାଣ ସମିତି ସମସ୍ତେ ଆଜି ନୂତନ ବର୍ଷରେ ସମସ୍ତେ ଗୋଟେ ଗଛ ଲଗେଇବେ। ପ୍ରାକୃତିକ ପରିବେଶରୁ ରକ୍ଷା କରିବେ। ଆମେ ଗଛ ଲଗେଇଲେ ପ୍ରାକୃତିକ ପରିବେଶ ଠିକ୍ ରହିବ। ଆଉ ତା ସଙ୍ଗେ ଗଛ ଲଗାଇବା ସହିତ ଗଛ ଯେଉଁ ଆମ ପାହାଡ଼ ପର୍ବତରେ ଗଛ ଅଛି, କେହି କାଟିବା ନାହିଁ। ଗଛକୁ ଯେମିତି ଆମେ ପୁଅ ଝିଅକୁ ସମ୍ମାନ ଯେମିତି ପାଳୁଛେ, ସେମିତି ଗଛକୁ ପାଳିବା, ଗଛ ଲଗେଇବା, ପ୍ରାକୃତିକ ପରିବେଶରୁ ବଞ୍ଚିବା। ଆଉ କିଛି ଗାଁର ଆମେ ସମସ୍ତେ ଯେଉଁ ଗାଁରେ ବଡ଼ ହେଇଛେ, ଯେଉଁ ଗାଁରେ ମଣିଷ, ଯେଉଁ ଗାଁ ପାଇଁ ନିଜର ପରିଚୟ ପାଇଛେ, ସେଇ ଗାଁ ପ୍ରତି ଆମର କିଛି କର୍ତ୍ତବ୍ୟ କରିବା। ଗାଁ ହସିଲେ ସହର ହସିବ, ସହର ହସିଲେ ଭାରତ ଆମର ହସିବ। ଆମେ ଗାଁରେ ପ୍ରତ୍ୟେକ ଗାଁ ଘରେ ଘରେ ଗଛ ଲଗେଇବା ସହିତ ରୋଡ଼ ସାଇଡ଼ରେ ଗଛ ସବୁ ଲଗେଇବା। ପ୍ଲସ୍ ଗାଁର ପୋଖରୀ ଆଜିର ଦିନରେ କିଛି ଆମେ ସମସ୍ତେ ମିଶିକି ନିଜ ଗାଁର ପୋଖରୀକି ସଫା ରଖିବା। ସଫା ରଖିବା ଦ୍ୱାରା ଆମର ବେମାରୀ ଆଉ ରୋଗ ହେବ ନାହିଁ। ଆଉ କିଛି ଆମେ ଗରିବ ଦୁଃଖୀଙ୍କୁ ସାହାଯ୍ୟ କରିବା। ତାଙ୍କ ମୁହଁରେ କିଛି ଦାନା ଆହାର ଦେବା। ଆମେ ନୂତନ ବର୍ଷର ଧୁମଧାମ ପାଳି ପିକନିକ୍ ଯାଇ ଏଠି ସେଠି ବସ୍ରେ ଯାଇ ଚିକେନ୍ ମଟନ୍ କରି କିଛି ଆଜ୍ଞା ଲାଭନି। ତମେ ଆଜ୍ଞା ସେଠି ସବୁ ଚିକେନ୍ ମଟନ୍ ଖାଉଥିବେ ଆଜ୍ଞା। ସେଠି ଗାଁର ଲୋକମାନେ ଯେଉଁ ଗାଁ ତମକୁ ପରିଚୟ ଦେଇଛି, ଯେଉଁ ଗାଁ ତମକୁ ଆଜି ଏଇ ଲେବୁଲ୍ରେ ଠିଆ କରେଇଛି, ସେଇ ଗାଁ ତମେ ଏଠି ଚିକେନ୍ ମଟନ୍ ଖାଇବ। କିନ୍ତୁ ଆଜ୍ଞା ଭାବନ୍ତୁ, ସେଠି ଗାଁର ଗରିବ ଲୋକଟି ଖାଇବାକୁ ନ ପାଇ
ଆମେ ଖାଇବା ନ ପାଇ ମୃତ୍ୟୁବରଣ କଲେଣି, ଅନାହାରରେ ରହିଲେଣି। ଚାଷୀ ଭାଇମାନେ ଆମର ମାନେ ପ୍ରାକୃତିକ ଅଦିନିଆ ବର୍ଷା ହେଇ ମୃତ୍ୟୁବରଣ କଲେ, ଖାଇବାକୁ ପାଉନାହାନ୍ତି। ଯାଆନ୍ତୁ ସମସ୍ତେ ମିଳିମିଶି ଗାଁରେ ଯାଇ ଚାଷୀ ଭାଇମାନଙ୍କୁ ହେଲ୍ପ କରିବା, ସାହାଯ୍ୟ କରିବା, ତାଙ୍କୁ ଦୁଃଖରେ ଦୁଃଖୀ ହେବା, ଆଉ ଗୋଟେ ଗଛ ସମସ୍ତେ ଲଗେଇବା, ଆଉ ତାଙ୍କୁ କିଛି ସାହାଯ୍ୟ କରିବା। ଆଉ ଆଜ୍ଞା, ଜଗନ୍ନାଥ ପାଖରେ ଏତିକି ପ୍ରାର୍ଥନା, ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କୁ ଭଗବାନ ଘଣ୍ଟାର ଘୋଡ଼େଇ ରଖନ୍ତୁ। ମୋର ଏତିକି ଅଳି ସାନ ଭାଇର କଥା ରଖିବେ, ଯେତିକି କହିଲି। ଦୟାକରି ହାତ ଯୋଡ଼ି ପ୍ଲିଜ୍ ସମସ୍ତେ ନୂତନ ବର୍ଷରେ ଗୋଟେ ଗଛ ଲଗେଇବା, ଆଉ ଗାଁ ପୋଖରୀ ସଫା କରିବା। ଆଉ ଶେଷରେ କହିବି, ଆଗାମୀ ଭିଡ଼ିଓ ଆସିବ, ଲେଖା ଚାଲିଛି। ଗୋଟେ ପୁଅର ଜୀବନଟା କେତେ କଷ୍ଟଦାୟକ, ଗୋଟେ ପୁଅର ଜୀବନ କେତେ କଷ୍ଟଦାୟକ, କେତେ ଅତ୍ୟାଚାର ଆଜି ଦୁନିଆରେ ଅତ୍ୟାଚାର ସହୁଛି, ତା ଜୀବନଟା ଲାଇଫ୍ କ'ଣ, ସେ ବିଷୟରେ ଚାଲିଛି ଲେଖା। ବହୁତ ଲମ୍ବା ଘଣ୍ଟାର ଭିଡ଼ିଓ ହେବ। ଦୟାକରି ଚାଲିଛି। ଏ ନୂତନ ବର୍ଷ ଏଇ ଜାନୁଆରୀ ଛଡ଼ା ହେବ। ଆଉ ସମସ୍ତେ ଦୟାକରି କେଉଁ ମାଆ ମାନେ, ଭଉଣୀମାନେ କେହି ଖରାପ ଭାବିବେନି। ସବୁ ମାଆ ସବୁ ମିଶିକି ଗୋଟେଟା ବନା ହେଉଛି, ଭିଡ଼ିଓ ଆସିବ। ରହିଲି, ଜୟ ଜଗନ୍ନାଥ। ସମସ୍ତେ ଭଲ ରୁହନ୍ତୁ। ଭେରି ହାପି ନ୍ୟୁ ଇୟର୍। ଜୟ ଜଗନ୍ନାଥ।